ହ୍ୟାଲୋ ଭାଇ ସାଙ୍ଗମାନେ, ଜୟ ଜଗନ୍ନାଥ, ନମସ୍କାର। ମୁଁ ଆପଣଙ୍କୁ ଗୋଟେ କଥାଟେ କହି ଖରାପ ଭାବିବେନି, କାହିଁକିନା ଆପଣ ଯେଉଁ ଲଭ୍ ମ୍ୟାରେଜ୍ କରୁଛନ୍ତି ଦେଖି ଚାହିଁକି ଲଭ୍ ମ୍ୟାରେଜ୍ କରନ୍ତୁ। କାହିଁକିନା ଆପଣମାନେ ଯେତେବେଳେ ଛୋଟ ଛୋଟ ହେଇଥିଲେ ବାପା ମା' ବହୁତ କିଛି ଆମ ପାଇଁ ବହୁତ କିଛି କରିଛନ୍ତି। ଛୋଟରୁ ବଡ଼ ଯାଏଁ ବହୁତ କିଛି କରିଛନ୍ତି। ଆପଣମାନେ ଛୋଟ ଛୋଟ ଯେତେବେଳେ ହେଇଥିଲେ ଖାଇବା ପିଇବାକୁ ଭଲ ମନ୍ଦ ଦେହ ମୁଣ୍ଡ ହେଲା ସେ ନ ଖାଇକି ନିଜ ପେଟ ଉଦାକୁନା ଦେଇକି ଆପଣମାନଙ୍କୁ ଛୋଟରୁ ବଡ଼ଟିଏ କରିଛନ୍ତି। ଆଉ ଆଜିକାଲିକା ଦୁନିଆ ଆପଣମାନେ ଦେଖୁଥିବେ, ବାପା ମାଆଙ୍କୁ ଖାଇବା ପିଇବାକୁ ଦେଉନାହାନ୍ତି, ହଇରାଣ ହରକତ କରୁଛନ୍ତି। କାହିଁକିନା ବାପା ମା' କେତେ ଦୁଃଖ କଷ୍ଟ ସହିକି ଆମକୁ ଛୋଟରୁ ବଡ଼ଟିଏ କରିଛନ୍ତି। କାହିଁକିନା ବାପା ମୂଲ ଲାଗି ଚଳୁଛନ୍ତି, ପିଲାମାନେ ମୂଲ ଲାଗି ନ ଚଳନ୍ତୁ ବୋଲି ବାପା ମା' ବହୁତ କିଛି ଆଶା କରନ୍ତି। ପିଲା ପାଠ ପଢ଼ୁ, ଭଲ ମଣିଷ ହଉ, ଚାକିରି ବାକିରି କରୁ, ଭଲ ଚାକିରି ଗୋଟେ କରୁ, ସିଏ ସୁଖରେ ରହୁ। କିନ୍ତୁ ଆମକୁ ସେଥିରେ କିଛି ନ ଇଏ କରୁ, ସେ ତା'ର ଭଲରେ ରହୁ। ଆମେ ଯେମିତି ମୂଲ ଲାଗି ଚଳୁଛେ ଆମେ ଚଳୁ, କିନ୍ତୁ ମୋ ପିଲା ଛୁଆ ଭଲରେ ରୁହନ୍ତୁ। ବାପା ମା' ଏଇଟା ହିଁ ଚାହାନ୍ତି। କାହିଁକିନା ଆଜିକାଲି ଯେଉଁ ଭଲ ପାଇବା ବାହାରିଲା, ଦେଖୁଥିବ ଆଜିକାଲିକା ଛୁଆ ହାଇସ୍କୁଲ ଗଲାବେଳକୁ ଷଷ୍ଠରୁ ଦଶମ ଯାଏଁ କିଏ କାହାକୁ ଭଲ ପାଇଲେଇଁ, କିଏ କେଉଁଠି କ'ଣ କଲେଇଁ, କିଏ କାହାକୁ ଗୋଲାପ ଫୁଲ ଦେଲେଇଁ, ଦୁନିଆ ପ୍ରକାର ଯେଉଁ ସବୁ ବାହାରୁଛି ମାରଗଲି ତ ଦୁନିଆ ନଷ୍ଟ ହେଇଗଲେଇଁ ନା। ଭଲ ପାଇବା ଆଗ ତରିଆ ଭଲ ପାଇବା ନାହିଁ। ରାଧାକୃଷ୍ଣ ଭଲ ପାଇବା ସିଏ ଥିଲା, ସତ୍ୟ ଯୁଗରେ ଭଲ ପାଇବା ଥିଲା। ଏଇଟା ହେଉଛି କଳି ଯୁଗ। ଆଉ କ'ଣ ଆଉ କହିବି, କାହିଁକିନା ପିଲାମାନେ ଛୋଟରୁ ବଡ଼ ଯେତେବେଳେ ହେଇଯାଆନ୍ତି, ହାତକୁ ଦୁଇ ହାତ ଯେତେବେଳେ ହେଇଯାଆନ୍ତି, ମୁଣ୍ଡକୁ ଯେତେବେଳେ ହାତ ପାଇଯାଏ, ପିଲାମାନେ ଭଲ ପାଇକି ବାହା ହୁଅନ୍ତି। ଜଣଙ୍କ କଥା ଏକୁଟିଆ କହୁନି, ଦୁନିଆ ସାରା କଥା କହୁଛି। ଭଲ ପାଇକି ବାହା ହୁଅନ୍ତି, ତାପରେ ସ୍ତ୍ରୀକି ନେଇକି ବାହାରକୁ ପଳାନ୍ତି ବିଦେଶ। ତାପରେ ତାଙ୍କୁ ବୁଲାବୁଲି ଭଲ ମନ୍ଦ ହେନ୍ ଟେନ୍ ଯାହା କରିବା କଥା ସବୁ ସାଡ଼େ କରନ୍ତି, କିନ୍ତୁ ଘରକୁ ଟଙ୍କାଟେ ଦିଅନ୍ତି ନାହିଁ। ବାପା ମାଆଙ୍କୁ ଗାଳି ଗ୍ଲୋଜ୍ ମାନେ ସବୁ କିଛି କରନ୍ତି। ବାପା ମା' ବହୁତ କଷ୍ଟ ଦୁଃଖ ପାଆନ୍ତି ଘରେ। ବାପା ମା' କ'ଣ ଏଇଆ ଦେଖିବାକୁ ଚାହିଁଥିଲେ? କାହିଁକିନା ହଁ ଭଲ ପାଅ, ବାହା ହୁଅ, କେହି ମନା କରୁନାହାନ୍ତି। କିନ୍ତୁ ସଂସାରଟା ଯେମିତି ଚାଲିବା କଥା ସେମିତି ଚଲାଅ। ସଂସାରଟା ଯେମିତି ଚାଲିବା କଥା ସେମିତି ଚଲାଅ। ଘରେ ରୁହ, ବାପା ମାଆଙ୍କ ସେବା ଯତ୍ନ କର, ଯେମିତି ଗୋଟେ ସାଧାରଣ ଲୋକ ରହିବା କଥା ସେମିତି ରୁହ। ଆଉ ଆଜିକାଲିକା ତ ଯେଉଁ ବୋହୂ ଆସୁଛନ୍ତି ଘରକୁ, ଶାଶୁ ଶ୍ୱଶୁରଙ୍କୁ ତ ଖାତିର କରୁନାହାନ୍ତି। ଖାଇବା ପିଇବାକୁ ହଇରାଣ, ସବୁ କିଛି ହଇରାଣ। ଆଉ କ'ଣ ଆଉ କହିବି। ଯେଉଁମାନେ ଭଲ ପାଇକି ବାହା ହୁଅନ୍ତି ଘରେ ରୁହନ୍ତୁ, ବାପା ମାଆଙ୍କ ସେବା କରନ୍ତୁ, ତାଙ୍କ ପାଟିରୁ କିଛି ଆଶୀର୍ବାଦ ବାହାରୁ। ତାଙ୍କ ପାଟିରୁ ଯେଉଁ ଆଶୀର୍ବାଦ ବାହାରିବ ତୁମକୁ କାଳ କାଳ ପାଇଁ ସିଏ ମାନେ ବହୁତ କିଛି ସୁନା ଫଳେଇକି ଯିବେ, ବହୁତ କିଛି ସୁନା ଫଳେଇକି ଯିବେ। ହଉ ଭାଇ, ଏତିକି କହି ରଖ। ଜୟ ଜଗନ୍ନାଥ।